कली जुगरे आमे मनीष जेते माँ भूणी बसिकी पाला शुणुचु जड़े देखिए हाथ टिकी कह होता पुओ कि होता भाईना आम घरे स्टील बासन जमा नाई स्टील बासन का घर नाई से स्टील बासन कौन लिखा जाए ना स्टेनलेस स्टील कलंकी विहीन लुहा तेणु लुहारे खाइले जुग बुड़ीबो ठियारे मुतिले जुग मुड़ीबो आउ मध्यरे मातिले जुग बुड़ीबो ठियारे खाइले लुहारे मुतिले मदरे सर्वे मातिले आ मद पिले तो जुग बुड़ीला संसार सइला आ कोन आ रहिबो सत्य जुगरे गोटे मध्य पी ना किए नाम हला शुक्राचार्य बही ना हला बारेडिया कवि भ्रमर राय बहादुर बृहस्पति ब्राह्मण पुओ कचकू हाणी दे कि असुर बंझा मांस गुरुदेव सारे गोसाई की खाइबा को देइछन आगे 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 ढाली देइछन जी मद चला मद पीबी शुक्राचार्य जाउछन केमिति मद पिउछन आगे आगे पाला अर्थ खाली विषय गाइले हबनी आलोचना कले हबनी अभिनय भी टिके करिया को पड़ियो नै नै माने जे मद पी के एक्शन करियो तमे हेउटा देखेबो जे प्रैक्टिकली धन्य कहिबो मिते रा एई सही तमे का हसिलो अच्छा मदुआ जे मद धरिबो चाखेना टिके धरथबो मद पीबा को गोटा पात्र धरिथबो गोटा बोतल पात्र को ढाली के पीउथबो चाखण पार पार होउथबो चाखण को तथापि आम खटारे बापा चढ़ई दबा बहिला चंड कौशिक नाटक कवि हेले कवि मंजुल कृष्ण प्रसाद बसु देखिबा 4 दिन तो पाला हेलानी अभिनयटा जदि अभिनय न हेला ताले पाला ठीक हेनी आ जगतसिंहपुर ब्रेक मु भोपाल ब्रेक कम दामी किया ब्रेक हाँ ब्रेक तो खाली सुना तार भूली देखो कवि कवि मंजुल बसु शुक्राचार्य को मद सहित कच आउ कंचा घुसुरी मांस मुंडरे ठेंगेणी उच्चा सिंदूर मारी बाबाजी मद पी केमती बिजन देखियो कला गोपाल पात्रे आसब गोपाल पात्रे आसब
କେତେ ଅଭିନୟ ହବ? ଯାହା ତୁ କହରେ ନରେଶ, ପ୍ରକୃତରେ ମଦ ଯିଏ ନ ପିଇଥିବ ଏରା କରିପାରିବନି। ହବ ଏମିତି ଅଭିନୟ? ନାଇଁ, ଏଇখানে ଆପଣ ମାନେ ଖୁସି ତ? ମୁଁ ବି ଖୁସି। ତାହେଲେ ପାଲା କାହିଁକି ଶ୍ରୋତା ଶୁଣିବେନି? ପାଲାର ଅର୍ଥ କେବଳ ଠେଙ୍ଗେଣୀ ଭଳିଆ ଠିଆ ହେଇକି ଚାରିପଦ ଗାଇଦେଲେ ଗାୟକ ନୁହଁ। ଆଖଡା ଘର ବୈଠକରେ କବି ମଞ୍ଜୁଳ ବସୁ କହିଲେ ଜଣେ ଗାୟକ ହବା ପାଇଁ ମହାଜ୍ଞାନୀ ମାର୍କଣ୍ଡେୟ ବାହିନୀପତି ହବା ଦରକାର ନାହିଁ। ଅଳ୍ପ ଶିଖ। ମୁଁ କେତୋଟି ଗାୟକଙ୍କ ନାଁ କହୁଛି, ଆପଣ ବିଚାର କଲେ। ଗାୟକ ଉପେନ୍ଦ୍ର ବେଉରା, କବି ବାପା କେତେଟା ବିଷୟ ଶିଖିଛନ୍ତି? 5-7ଟି ବିଷୟ। ସାରା ଓଡ଼ିଶାରେ 1 ନମ୍ବର ନା ନାଇଁ 2 ନମ୍ବର? 1 ନମ୍ବର। ଦତ୍ତ ପଣ୍ଡା ଜଣେ ଟେପ ରେକର୍ଡର। ଏ ମଞ୍ଚରେ ଯାହା ଆପଣ ତ ବୁଲିକି ପାଲା ଦେଖୁଛନ୍ତି 100 ମଞ୍ଚ, ଆର ମଞ୍ଚରେ ସେଇଆ। କିନ୍ତୁ ଓଡ଼ିଶାରେ 1 ନମ୍ବର ନା 2 ନମ୍ବର? 1 ନମ୍ବର ନା। କାହିଁକି ନା ଉପଯୁକ୍ତ ତତ୍ତ୍ୱ ଆଉ ତଥ୍ୟକୁ ନେଇ ପରିବେଷଣ ଶୈଳୀକୁ ନେଇ ସେ ଶ୍ରୋତା ମାନଙ୍କୁ ବାନ୍ଧି ପାରିଲେ। ମାର୍କଣ୍ଡେୟ ବାହିନୀପତି ରମେଶ ବାବା ତ ବସିଛନ୍ତି। ମାର୍କଣ୍ଡ ବାହିନୀପତି ଯେତିକି ଶିଖିନଥିଲେ ମୁଁ ଗ୍ୟାରେଣ୍ଟି ଦେବି, ଅବିଭକ୍ତ ପୁରୀ ଜିଲ୍ଲାରେ ଗୋଟେ ଗାୟକ, ତାଙ୍କ ପୁଅ ହଉଛି ନିରଞ୍ଜନ ବାହିନୀପତି, ବାପି ଭାଇନା। କମ ଶିଖିଛି? ତାଠୁ କିଏ ଗୋଟେ ଜ୍ଞାନୀ ଗାୟକ ଅଛି? ସମୟ ପଇଲେ ମୁଁ ଲକ୍ଷ୍ମୀଧର ରାଉତଙ୍କ ପର୍ଯ୍ୟନ୍ତ ଚ୍ୟାଲେଞ୍ଜ ଦେବି। ବାପି ଭାଇନା ଯାହା ଶିଖିଛି ଓଡ଼ିଶାରେ କେହି ଶିଖି ନାହାନ୍ତି। ପାଲା ଚାଲୁଛି ନାରଣ? କାହିଁକି ଚାଲୁନି? ଏଡେ ବଡ ଜ୍ଞାନୀ, ଏଡେ ବଡ ଜ୍ଞାନୀ ଗାୟକ, ପାଲା କାହିଁକି ଚାଲୁନି? ନା ପରିବେଷଣ ଶୈଳୀଟି ଠିକ ନାହିଁ। ଆଉ ଜ୍ଞାନୀ ହେଲେ କଣ? ମୋ ଘରେ ମୁଁ ଗ୍ରୀନ ମଟର ଥୋଇଦେବି, ଫୁଲକୋବି ଥୋଇଦେବି, ବନ୍ଧାକୋବି ଥବ, ବିଟି ଗାଜର ସବୁ ଥବ। ମୋ ଭାରିଜା ରୋଷେଇ କରିବ, ଯଦି ତରକାରୀଟା ଅଲଣା ହେଲା, ପ୍ରଭୁ ମଙ୍ଗଳ କରନ୍ତୁ। ତରକାରୀଟା ଯଦି ଅଲଣା ହେଲା ତାହେଲେ ସେ ପରିବାର ମୂଲ୍ୟ ରହିବ କି? ତେଣୁ ଗୋଟିଏ କଳାକାରର ନିୟମ ପରିବେଷଣ ଶୈଳୀ। ସତ୍ୟ ଯୁଗରେ ମଦ୍ୟପାନ କଲେ ଋଷିରାଜ ଶୁକ୍ରାଚାର୍ଯ୍ୟ ମଦ ପିଇଛନ୍ତି, କଛ ମାଂସ ପେଟୁଟେ ଖାଇ ଦେଇକି ଆସୁଛନ୍ତି। ପାଦ ଏପଟ ସେପଟ ପଡୁଛି। ଗାଈ ଗୁଡାକ ଆସିକି ପହଞ୍ଚିଲେଣି ଘରେ। କଛ ଭାଇ ଯାଇଥିଲା ଗାଈ ଚରେଇବାକୁ। ଦେବଯାନୀ ଡାକିଲା, କହିଲା ଲୋ ଗାଈ ମାନେ, ଲୋ ବଉଳି, ଲୋ ନେଉଳି, ଲୋ ଛଇଳି, ତମେ ସବୁ ଆଇଲ, ମୋ ଭାଇ କୁଆଡେ ଗଲା? ବାରିଡିଆ କବି ଭ୍ରମରଭର ରାୟ ବାହାଦୁର କଲା ଗାବ ବୃନ୍ଦ କହୁ ପେଟୁଟେ ମଦ ପିଇକି ଆସିଛି। ଶୁକ୍ରାଚାର୍ଯ୍ୟ ଗାଈ ମାନେ ମୁଣ୍ଡ ବୁଲେଇ ଦେଲେ। ଆମେ କହିପାରିବନି କୁଆଡେ ଗଲା କଛ ଭାଇ ତୋର? ନାଇଁ, ମୋର କଛ ଭାଇ ମରୁଦୟ
কহি কান্দে বাড়ি অশ্রুতে কান্দুছি কি দেবযানী শুক্রাচার্য ପିଇକି ଢଳି ଢଳି ଗେছে ହେଲେ ମା କାହିଁ କାନ୍ଦୁଛୁ ବାବା ନା ମୋ ଭାଇ ଆଉ ନାହିଁ ଦେଖାଯାଉନି ଭାଇ ଆଇ ନେଇକି ଯାଇଥିଲା ଏପର୍ଯ୍ୟନ୍ତ ଫେରିନି ବାବା ଭାଇ ବାବା ତୋ ବୋପା କଣ ଛୋଟିଆ ଲୋକ ବାବା ସତ କହୁଛି ମୋ କଚ ଭାଇକି ନ ପାଇଲେ ମୁଁ ବଞ୍ଚିବିନି ମୁଁ ମରିଯିବି ବାବା କହିଲା ମରଣ ତାରଣ ମନ୍ତ୍ର ସ୍ମରଣ ମାତ୍ର କେ ସମପୁରେ ଥିଲେ କଛ କହିଲେ ମରଣ ତାରଣ ମନ୍ତ୍ର ଗାଇଦେଲେ କଛ ପୁଣି ବଞ୍ଚିବ ମଦ ପିଇକି ଶୁକ୍ରାଚାର୍ଯ୍ୟ ଗର୍ଭ ଭିତରେ କଛକୁ ବାହାରି କରିଛନ୍ତି ଠିକ ନା ଭୁଲ ଆଜ୍ଞା ତ୍ରେତୟା ଯୁଗରେ ଗୋଟେ ମଦୁଆ ବ୍ରାହ୍ମଣ ଥିଲା ସେ କିଏ ଆଜ୍ଞା ଯାହାକୁ ଏଇ ମାଟିର ପୁଅ ବାବା ଏଇ ଅବିଭକ୍ତ ଏଇ ଖୋର୍ଦ୍ଧା ଜିଲ୍ଲାର ପୁଅ ଆଜ୍ଞା କୀର୍ତ୍ତନ ଗଣେଶ ଭାଗବତ ପ୍ରଧାନ ବା ଦାଡ଼ିଏ କହିଲେ ତ୍ରେତୟା ଯୁଗରେ କିଏ ମଦ୍ୟପାନ କରେ କହିଲା ପ୍ରଥମ ମସ୍ତକେ ନୀତି ଦର୍ଶନ ସାମଦାନ ଦ୍ୱିତୀୟ ମସ୍ତକେ ଚିନ୍ତା କରୁଥାଇ ବୋଲା ତୃତୀୟ ମସ୍ତକେ ବି ସର୍ବା କୁମାର କରୁଥାଏ ଚତୁର୍ଥ ମସ୍ତକେ ନୀତି ଦର୍ଶନ করে ନାରୀ ଏତିକି ଦରକାର ଆଜ୍ଞା ତ୍ରେତୟା ଯୁଗରେ ମଦୁଆ ବ୍ରାହ୍ମଣ ହେଲା ବିଶ୍ରମାନନ୍ଦନ ରାବଣ ରାବଣ ଆଜ୍ଞା ତୃତୀୟ ମସ୍ତକରେ ସବୁଦିନ ମଦ୍ୟପାନ କରି ନାରୀ ଧର୍ଷଣ କରେ ବା ବା ସତ୍ୟ ଯୁଗରେ ମଦୁଆ ବ୍ରାହ୍ମଣ ଗଲେ ଶୁକ୍ରାଚାର୍ଯ୍ୟ ଶୁକ୍ରାଚାର୍ଯ୍ୟ